ଜୟ ଶ୍ରୀ ଜଗନ୍ନାଥ। ଯେତେବେଳେ ଶନି କୁମ୍ଭ ରାଶି ତ୍ୟାଗ କରି ମୀନ ରାଶି ପ୍ରବେଶ କରିଥିଲେ ସେତେବେଳେ ଆମେ ପୂର୍ବାନୁମାନ କରିଥିଲୁ ଯେ এই ସମୟରେ ଆଗ୍ନେୟାସ୍ତ୍ର ବୋମା ଏବଂ ଅଗ୍ନିଭୟ ଭୂଦାହ ତାପ ବୃଦ୍ଧି ବନାଗ୍ନି ଇତ୍ୟାଦି ଘଟିବ। ପାଞ୍ଜିରେ ସ୍ପଷ୍ଟ ଭାବରେ ନିର୍ଦ୍ଦିଷ୍ଟ ଭାବରେ ଯାହା ସବୁ ଆକଳନ କରାଯାଇଥିଲା ତାହା ନିଶ୍ଚିତ ଭାବରେ ସତ୍ୟ ହେବାକୁ ଯାଉଛି ଏବଂ ଲୋକଙ୍କ ମଧ୍ୟରେ ବିଶ୍ୱାସ ଭାବ ସୃଷ୍ଟି ହେବ ଏବଂ ଜନଜୀବନ ହାନି ହେବ ଏହା ମଧ୍ୟ ସୂଚନା ଦିଆଯାଇଥିଲା। ତାହା କ୍ରମେ କ୍ରମେ ସତ୍ୟ ହେବାକୁ ଯାଉଛି। ବର୍ତ୍ତମାନ ଯେଉଁ ଯୁଦ୍ଧ ଆରମ୍ଭ ହୋଇଛି ତାହା ମଧ୍ୟ ପୂର୍ବାନୁମାନ କରାଯାଇଥିଲା ଆସିବ ଏବଂ ନିଶ୍ଚିତ ଭାବରେ କିଛି ନା କିଛି ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେବ ଏବଂ ଯେହେତୁ ନବମ ଶନି ଭାରତ ରାଶିରେ ନବମ ଶନି ଭାରତ ମାନ ହେବ ବୋଲି ମଧ୍ୟ ଆମେ ସୂଚନା ଦେଇଥିଲୁ। ଏଥିରେ କିଛି ଲୋକ ମଧ୍ୟ ଆମର ମୁତାବକ ହୋଇଛନ୍ତି। ବର୍ତ୍ତମାନ ଯେଉଁ ଯୁଦ୍ଧ ଚାଲିଛି ବର୍ତ୍ତମାନ ଭାରତ ନିଶ୍ଚିତ ଏକ ଭଲ ପରିସ୍ଥିତି ସ୍ଥାନ ରହିଛି। ଭାରତର ବର୍ତ୍ତମାନ 1100 ବୃହସ୍ପତି ରହିଛନ୍ତି। ତେଣୁ ଆଗାମୀ 15 ତାରିଖ ଭିତରେ ନିଶ୍ଚିତ ଭାବରେ ପାକିସ୍ତାନ କୌଣସି ରାଷ୍ଟ୍ର ଶରଣାର୍ଥୀ ହୋଇ ବା ତାଙ୍କ ମାଧ୍ୟମରେ ଭାରତ ସହ ଆଲୋଚନା କରିବାର ସମ୍ଭାବନା ରହିଛି। ଏଥିରେ ପାକିସ୍ତାନ କେବେ ସଫଳ ହେବ ନାହିଁ। ଭାରତ ନିଜର ପରାକ୍ରମ ନିଶ୍ଚିତ ଦେଖାଇବ ଏବଂ ଆମର ଯେହେତୁ ବର୍ତ୍ତମାନ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ସପ୍ତମ ବୃହସ୍ପତି ଚାଲିଛି ତାଙ୍କର ଏଥିରେ ନିଶ୍ଚିତ ଭାବରେ ମାନ ଯଶ ବଢିବ ଏବଂ ଆମ ଭାରତର ନିଶ୍ଚିତ ଭାବରେ ଭଲ ହବ। ଏଥିରେ ସାମାନ୍ୟ ସନ୍ଦେହ ନାହିଁ। ସମୟ ଆସିବ ନିଶ୍ଚିତ ଭାବରେ ପାକିସ୍ତାନ କୌଣସି ପଡୋଶୀ ରାଷ୍ଟ୍ର ବା କୌଣସି ଆନ୍ତର୍ଜାତିକ ସ୍ତରରେ ଶରଣାର୍ଥୀ ହୋଇ ଭାରତ ସହ ଆଲୋଚନା କରିବାକୁ ବାଧ୍ୟ ହେବ। ଏଥିରେ ପାକିସ୍ତାନ କ୍ଷତିଗ୍ରସ୍ତ ହେବ। ଭାରତ ନିଶ୍ଚିତ ଭାବରେ ସାମୂହିକ ଉନ୍ନତି